ଲୋକଙ୍କ ମୁଖ୍ୟମନ୍ତ୍ରୀ। ପୁରୀ ରାସ୍ତାରେ ଅଟକି ପଇଡ଼ ପିଇଲେ ମୋହନ ମାଝୀ, ବେପାରୀଙ୍କ ସହ ହେଲେ ସୁଖ ଦୁଃଖ। ପୁରୀ ସତ୍ୟବାଦୀ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଗସ୍ତ ସମୟରେ ରାସ୍ତାରେ ଏକ ଅଭିନବ ଦୃଶ୍ୟ ସୃଷ୍ଟି କରିଛନ୍ତି। ସେ ସତ୍ୟବାଦୀ ନିକଟସ୍ଥ କାଦୁଆଠାରେ ଅଚାନକ ନିଜ କାର୍କେଡକୁ ଅଟକାଇ ରାସ୍ତାକଡ଼ର ଜଣେ ସାଧାରଣ ପଇଡ଼ ବିକ୍ରେତାଙ୍କ ଦୋକାନରେ ପଇଡ଼ ପିଇଛନ୍ତି। ଶ୍ରୀଧରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଇଡ଼ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ବହୁ ସମୟ ଧରି କଥା ହୋଇଥିଲେ। ସେ ଶ୍ରୀଧରଙ୍କୁ ତାଙ୍କ ବ୍ୟବସାୟ କିପରି ଚାଲିଛି, କେତେ ବର୍ଷ ଧରି ସେ ଏହି ବ୍ୟବସାୟ କରୁଛନ୍ତି ଏବଂ ସେ କୌଣସି ସରକାରୀ ସହାୟତା ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ସରଳ ବ୍ୟବହାର ତଥା ସାଧାରଣ ଲୋକଙ୍କ ସହ ମିଶିବାର ଶୈଳୀ ସେଠାରେ ଉପସ୍ଥିତ ଥିବା ଜନସାଧାରଣଙ୍କ ମନକୁ ଛୁଇଁଥିଲା। ପଇସା ବଢ଼େଇ ଦେଲେ ସିଏମ୍। ପଇଡ଼ ପିଇ ସାରିବା ପରେ ମୁଖ୍ୟମନ୍ତ୍ରୀ ପଇଡ଼ର ଦାମ ବାବଦରେ ଶ୍ରୀଧରଙ୍କୁ କିଛି ଅଧିକ ଟଙ୍କା ବଢ଼ାଇ ଦେଇଥିଲେ। ଜଣେ ସାଧାରଣ ଗ୍ରାହକ ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ନିକଟରେ ପାଇଁ ଶ୍ରୀଧର ମହାପାତ୍ର ଖୁସିରେ ଆତ୍ମବିଭୋର ହୋଇଯାଇଥିଲେ। ସାଧାରଣ ଲୋକଙ୍କ ସହିତ ସୁଖ ଦୁଃଖ ହେବା ଏବଂ ସେମାନଙ୍କ ସମସ୍ୟା ଶୁଣିବା ଉପରେ ଗୁରୁତ୍ୱ ଦେଉଥିବା ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଶ୍ରୀ ମୋହନ ଚରଣ ମାଝୀଙ୍କ ଏହି କାର୍ଯ୍ୟ ତାଙ୍କର ସରଳତା ଓ ଜନସାଧାରଣଙ୍କ ପ୍ରତି ଥିବା ସମ୍ବେଦନଶୀଳତାକୁ ପ୍ରମାଣିତ କରିଛି।